ଶୁଭ ସକାଳ ପିଲାମାନେ। ବିବିଧତା ଯୋଉଟା କି ଆମ ସପ୍ତମ ଶ୍ରେଣୀର ସାମାଜିକ ବିଜ୍ଞାନର ଜିଓଗ୍ରାଫି ଭାଗ କହିଲେ ଚଳିବ। ଭାରତ ଓ ବିଶ୍ୱ, ଭୂମି ଓ ମାନବର ପ୍ରଥମ ଅଧ୍ୟାୟ ଭାରତର ଭୌଗୋଳିକ ବିବିଧତା। ତା ବିଷୟରେ ଆମେ ପଢିବା। ତ ଦେଖ, ତମର ପାଠ ପୁସ୍ତକ ସମସ୍ତଙ୍କର ଚେଞ୍ଜ ହେଇଯାଇଛି। ତ ନୂତନ ପାଠ୍ୟ ପୁସ୍ତକ ଅନୁସାରେ ବହି ଗୁଡାକୁ ଏନସିଆରଟି ଡିଜାଇନ କରାଯାଇଛି। ତ ତମକୁ ପାଠ ପଢିଲେ ଲାଗିବ ସବୁ ଏଇଠି କଣ ସବୁ ଗପ ଲେଖା ହେଇଛି, ଏଇଠି ଆମେ କଣ ଲେଖିବୁ, କଣ ପଢିବୁ, କଣ ନାହିଁ। ସମସ୍ତଙ୍କ ମନରେ ସବୁବେଳେ କଣ ଅଛି ନା ଦ୍ୱନ୍ଦ୍ୱ ରହିଅଛି। ପିଲାମାନେ ବି ମତେ ବିଦ୍ୟାଳୟରେ ସ୍କୁଲରେ କହୁଥିଲେ ଯେ ସାର୍ ଏଇଠି କଣ କଣ ଦେଇଛି ଆମେ ଜାଣିପାରୁନୁ। ପୂର୍ବ ପାଠ୍ୟ ପୁସ୍ତକରେ କଣ ଥିଲା ନା ପାଠଟି ଦେଇଥିଲା, ତାପରେ ତାର ପ୍ରଶ୍ନ ଉତ୍ତର ଦେଇଥିଲା, ପିଲାମାନେ ପାଠ ଦେଇ ପ୍ରଶ୍ନ ଉତ୍ତର ଖୋଜି ତାର ଆନ୍ସର ଖୋଜି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଯାଉଥିଲେ। କିନ୍ତୁ ଏହି ଏନସିଆରଟି ଯୋଉ OCF ର 2025 ଅନୁସାରେ ଆମର ଏଇ ପାଠ୍ୟ ପୁସ୍ତକଟି କମ୍ପିଟେନ୍ସି, ଅଣ୍ଡରଷ୍ଟାଣ୍ଡିଂ ଆଉ ନଲେଜ ବେସ୍ଡ, ଆପ୍ଲିକେସନ ବେସ୍ଡ କୁ ନେଇକରି ସଂଗଠିତ ହୋଇଅଛି। ତେଣୁ ଏଇ ସ୍ଲାଇଡ ମାଧ୍ୟମରେ ମୁଁ ଏଇ ଯୋଉ ଭାରତର ଭୌଗୋଳିକ ବିବିଧତାକୁ ବହିରେ କଣ୍ଟେଣ୍ଟ କଣ କଣ ଅଛି ତାକୁ ଏକ୍ସଟ୍ରାକ୍ଟ କରିକିନା ତମମାନଙ୍କ ପାଖକୁ ମୁଁ ସରଳ ଓ ସୁବିଧାଜନକ ଗୋଟିଏ ଏଜୁକେଶନାଲ ଭିଡିଓ ରୂପରେ ତମ ମାନଙ୍କୁ ପ୍ରଦାନ କରୁଛି। ଆଉ ଏହା ଏଇ ଶିକ୍ଷାଟି ତମ ପାଇଁ ସହଜ ଓ ବୋଧଗମ୍ୟ ହବ ବୋଲି ଆଶା କରୁଛି। ନେକ୍ସଟ ଦେଖ, ଏଇ ଯୋଉ ଭାରତର ଭୌଗୋଳିକ ବିବିଧତାରେ ଆମେ କଣ କଣ ପଢିବା ନା ହିମାଳୟ ବିଷୟରେ ପଢିବା, ଥାର ମରୁଭୂମି ବିଷୟରେ ପଢିବା, ଉତ୍ତର ମୈଦାନ ଯୋଉ ଉତ୍ତର ସମତଳ ଅଞ୍ଚଳ କହୁଛ ସେଇ ବିଷୟରେ ପଢିବା, ଦକ୍ଷିଣ ଉଚ୍ଚଭୂମି ବା ଡେକାନ ମାଳଭୂମି ଯୋଉ କହୁଛ ସେ ବିଷୟରେ ପଢିବା। ତା ସହିତ ସମୁଦ୍ର ତଟ ଯୋଉ କୋଷ୍ଟାଲ ଏରିଆ ବୋଲି କହୁଛନ୍ତି ଇଣ୍ଡିଆର ଅଛି ତା ବିଷୟରେ ପଢିବା। ଆଉ ଯୋଉ ଦ୍ୱୀପ ସମୂହ ଅଛି ସେଇ ବିଷୟରେ ମଧ୍ୟ ପଢିବା। ମେନଲି କଣ ଆମର ଭାରତର ଏଇ ବିଷୟରେ ପଢିବା। ଭାରତ ହଉଛି ତମେ ଜାଣିଛ ବିଭିନ୍ନତାର ଏକତା। ତ ଭିନ୍ନ ଭିନ୍ନ ଆମର ଜାତି, ଧର୍ମ, ଲିଙ୍ଗ, ବର୍ଣ୍ଣ ସବୁ ସେହିପରି ଭୌଗୋଳିକ ବିବିଧତା ମଧ୍ୟ ଭାରତରେ ଦେଖିବାକୁ ମିଳୁଛି। ତ ସେ ଭୌଗୋଳିକ ବିବିଧତାକୁ ଆମେ ଏଇ କଣ ଅଧ୍ୟାୟଟିରେ ସମ୍ପୂର୍ଣ୍ଣ କରିବା। ଦେଖ, ଭାରତର ଭୌଗୋଳିକ ବିବିଧତା ଏକତା ହେଉଛି ଭାରତର ବିଶେଷତା। ନା ବିବିଧତାର ଏକତା ହେଉଛି ଭାରତର ବିଶେଷତା। ଭାରତରେ ବିଭିନ୍ନ ପ୍ରକାର ବିବିଧତା ଅଛି, ତା ସହିତ ଆମ ମନରେ ଭାରତୀୟ ବୋଲି ଗୋଟେ ଗର୍ବ ଏକତା ଭାବ ରହିଅଛି। ସେଇଟା ହଉଛି ଆମର କଣ ଭାରତ ଦେଶର ଏକ ମହାନତା ବା ବିଶେଷତା। ଦେଖ, ହିମାଳୟ ପର୍ବତମାଳା ଦେଖିପାରୁଛ। ତମେ ଦେଖ, ଭାରତର ମାନେ ଭାରତକୁ ତମେ ଇମାଜିନ କରିବ, ଆଖି ବନ୍ଦ କର, ଇମାଜିନ କଲା ପରେ ତମକୁ ଭାରତର ଯୋଉ ଭୂଖଣ୍ଡ ଏତେ ବଡ ହେଇକି ଅଛି, ସେ ଭୂଖଣ୍ଡକୁ ତମେ କେତୋଟି ଭାଗରେ ବିଭକ୍ତ କରିପାରିବ, କେତୋଟି ଭାଗକୁ ତମେ କ୍ୟାଟେଗୋରାଇଜ କରିବ, କ୍ଲାସିଫିକେସନ କରିପାରିବ ହେଲା। ତ ଦେଖ, ହିମାଳୟ ପର୍ବତ ଉତ୍ତରରେ ଦେଖାଯାଉଛି ତମକୁ। ତାପରେ ଦେଖିବ ଯୋଉ ରାଜସ୍ଥାନ, ଗୁଜୁରାଟ ଗାଇଲ ଥାର ମରୁଭୂମି ତମକୁ ଦେଖାଯାଉଛି, ଯୋଉଠିକି ଅଳ୍ପ ବୃଷ୍ଟି ହଉଛି, ବାଲୁ ଅଞ୍ଚଳ। ତମକୁ ମରୁଭୂମି ବେଲେ ଏଇ ପିକ୍ଚର ଟା ଇମେଜ ଭାବନାରେ ଆସୁଛି ନା? ସମସ୍ତେ ମରୁଭୂମି ଦେଖିତ ନଥିବେ, ବଟ୍ ପିକ୍ଚର କିମ୍ବା ଭିଡିଓ ମାଧ୍ୟମରେ ଦେଖିତ, ତ ଇମେଜ ଟା ତମକୁ ସବୁବେଳେ ମନରେ ଆସିବା ଦରକାର। ତା ସହିତ ଦକ୍ଷିଣ ମାଳଭୂମିରେ ଏଇ ପିକ୍ଚର ଟା ମାଳଭୂମି କୋଉ ଟାଇପ ର, ଏଇ ପିକ୍ଚର ଟା ତମକୁ ଆସିବା ଦରକାର। ତା ସହିତ ଆମର ନା ଉତ୍ତର ଭାରତୀୟ ସମତଳ ଭୂମି କଣ, ଏଇ ଯୋଉ ଚାଷ ବାସ ଅଛି, ନଦୀ ହେଲା, ଫସଲ ପାଇଁ ବୋଲି ଉପଯୁକ୍ତ, ଏଇ ପିକ୍ଚର ଟା ତମକୁ ସବୁବେଳେ ଆସିବା ଦରକାର। ଉପକୂଳ ସମତଳ ଭୂମି ଯୋଉ କୋଷ୍ଟାଲ ଏରିଆ, ହେଠି ଦେଖ କୋଷ୍ଟାଲ ଏରିଆ, ସମୁଦ୍ର ତଟ ଅଞ୍ଚଳରେ କୋଷ୍ଟାଲ ଏରିଆ ଟା ବି। ତା ସହିତ ଦ୍ୱୀପପୁଞ୍ଜରେ ଲାକ୍ସା ଦ୍ୱୀପ ଅଛି, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଅଛି, ସେ ବିଷୟରେ ଆମେ ପଢିବା। ମୁଖ୍ୟତଃ ଏଇ 6ଟି ବିଷୟରେ ଆମ ଭୌଗୋଳିକ ବିବିଧତା କହିଲେ ଭାରତର ଏଇ 6ଟି ବିଷୟରେ ଆମେ ପଢିବା। ଚାଲନ୍ତୁ ଗୋଟେ ପରେ ଗୋଟେ ଆମର ଦେଖିବା। ତା ପୂର୍ବରୁ ଆମେ ଜାଣିନେବା ଯେ ଭାରତର ଅବସ୍ଥିତି କଣ, ନା ଭାରତ କୋଉଠି ଅବସ୍ଥିତ। ଯଦି ଭାରତର ଅବସ୍ଥିତି ତମେ ଦେଖିବ ତାହେଲେ ଗ୍ଲୋବ ଦେଖ, ଗ୍ଲୋବ ଆମର ଏସିଆର ଦକ୍ଷିଣରେ ଭାରତ ଅବସ୍ଥିତ, ଆଉ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଏସିଆର ଦକ୍ଷିଣ ଭାଗରେ ତ କଣ ଅଛି ଆମର ଭାରତ ଅବସ୍ଥିତ। ଆଉ ଭାରତ ମହାସାଗର ନର୍ଥରେ, ଉତ୍ତରରେ ଆମର କଣ ଅଛି, ଭାରତ ଅଛି। ତ ଭାରତ ଏସିଆ ମହାଦେଶ ଦକ୍ଷିଣ ଭାଗରେ ଅଛି। ଦେଖ, ମୁଁ କହିଲେ ଦକ୍ଷିଣ ଭାଗରେ ଅଛି।
ତା ସହିତ ଭାରତର ଉତ୍ତରରେ ଆମର ହିମାଳୟ ପର୍ବତମାଳା ଅଛି। ହିମାଳୟ ପର୍ବତମାଳା ଦେଖୁଛ, ଏଇ ଯୋଉ ଦେଖୁଛ ହିମାଳୟ ପର୍ବତମାଳା, ଏଇଟା ଉତ୍ତରରେ ଭାରତର ଅଛି। ତା ସହିତ ଦକ୍ଷିଣରେ କଣ ଅଛି? ଭାରତ ମହାସାଗର ଅଛି। ଦକ୍ଷିଣରେ ଦେଖୁଛ ଭାରତ ମହାସାଗର ଅଛି। ଭାରତ ମହାସାଗର। ତା ସହିତ ପୂର୍ବରେ ଆମର କଣ ଅଛି? ବଙ୍ଗୋପସାଗର। ଦେଖ ବଙ୍ଗୋପସାଗର ପୂର୍ବରେ ଅଛି। ତାପରେ ପଶ୍ଚିମରେ କଣ ଅଛି? ନା ଆରବ ସାଗର। ତ ଭାରତର ଅବସ୍ଥିତି ତମେ ଭୌଗୋଳିକ ବା ପ୍ରାକୃତିକ ଅବସ୍ଥିତି ଜାଣିପାରିଲ। ତା ସହିତ ଭାରତର ଯଦି ପଡୋଶୀ ରାଜ୍ୟକୁ ଦେଖିବ, ହେଲା, ରାଜନୈତିକ ଭାବରେ ଦେଖିବ, ପଡୋଶୀ ରାଷ୍ଟ୍ର ଦେଖ ପାକିସ୍ତାନ ଅଛି। ଏଇଠି ତମେ ମ୍ୟାପ ଦେଖ। ତା ସହିତ ଆଫଗାନିସ୍ତାନ ଅଛି। ଆଫଗାନିସ୍ତାନ ପରେ ଏଇଠି ଦେଖ ଆମର ନେପାଳ ଅଛି। କଣ ଅଛି? ନେପାଳ ଅଛି। ଏଠି ନେପାଳ। ତା ସହିତ ଏଠି ଚୀନ ଅଛି। ଦେଖ ଚୀନ ପରେ ଆମର ଏଇଠି ଦେଖ ଅଛି ଭୁଟାନ। ଭୁଟାନ ପରେ ବାଂଲାଦେଶ। ବାଂଲାଦେଶ ପରେ म्यांमार। ତାପରେ ଏଇଠି ଆମର ଶ୍ରୀଲଙ୍କା ବି ଅଛି, ହେଲା। ତ ଏହିପରି ଭାବରେ ତମ ଭାରତର ପଡୋଶୀ ରାଜ୍ୟକୁ ପଡୋଶୀ ଦେଶକୁ ତମେ ଦର୍ଶାଇ ଦେଇ ପାରିବ। ତାପରେ ଦେଖ ଆମେ ଗୋଟେ ପ୍ରାକୃତିକ ବିଭାଗ ବା ବିବିଧତା ବିଷୟରେ ପଢିବା। ତ ପ୍ରଥମ କଣ କହିଲି, ଉତ୍ତରରେ ଆମର କଣ ଥିଲା? ନା ହିମାଳୟ। ହିମାଳୟ ପର୍ବତମାଳା, ହେଲା, ଯାହାକୁ ଆମର ଏସିଆର ଜଳଭଣ୍ଡାର ବୋଲି କୁହାଯାଏ। କାହିଁକି ଜଳଭଣ୍ଡାର ବୋଲି କୁହାଯାଏ? କାରଣ ଏଇଠି ବରଫ ବୃତ ହେଇକିରି ଅଛି, ବା ଥାର୍ଡ ପୋଲ ବୋଲି କୁହାଯାଏ। ପୃଥିବୀରେ ଆମର ଦିଟା ପୋଲ ଥାଉଛି। ଯଦି ଆମେ ପୃଥିବୀର ମାନଚିତ୍ର ଟାଣିବା, ନର୍ଥ ପୋଲ, ସାଉଥ ପୋଲ, ଉତ୍ତର ମେରୁ, ଦକ୍ଷିଣ ମେରୁ, ଯୋଉଠି ବରଫାବୃତ ହେଇଥାଏ, ତାପରେ ତୃତୀୟ ମେରୁ ବୋଲି ବୋଲେ ହିମାଳୟକୁ ମଧ୍ୟ କୁହାଯାଏ। କାହିଁକି ନା ଏଥିରେ ମଧ୍ୟ ବରଫ ଆବୃତ ହେଇକି ଥାଏ। ଆଉ ଏ ବରଫ ଧୀରେ ଧୀରେ କଣ ହୁଏ? ତରଳିଲେ ସେ ନଦୀ ଗୁଡାକ ସବୁ କଣ ହୁଏ? ନିଃସୃତ ହୋଇ ସମତଳ ଅଞ୍ଚଳ ଯାଇ ସମଞ୍ଚଳ ଦେଇ ପ୍ରବାହିତ ହୋଇ ସମୁଦ୍ରରେ ପଡିଥାଏ। ତ ଏଇଟା ଗୋଟେ ହିମାଳୟ ପର୍ବତମାଳା ଏସିଆର ଜଳ ଭଣ୍ଡାର ବୋଲି ମଧ୍ୟ କୁହାଯାଏ। ଭାରତର ଉତ୍ତର ସୀମାରେ ଅବସ୍ଥିତ, କହିଲି ଉତ୍ତର ଭାଗରେ ଅବସ୍ଥିତ, ହିମାଳୟ ବିଶ୍ୱର ସବୁଠାରୁ ଉଚ୍ଚ ଓ ନ୍ୟୁଡ ପର୍ବତ ଶ୍ରେଣୀ। ଉଚ୍ଚ ଓ ନ୍ୟୁ ପର୍ବତ ଶ୍ରେଣୀ, ହେଲା। ଏଇଟା ଉଚ୍ଚ ଆଉ ନ୍ୟୁ। ଆଉ ଆର ଗୋଟେ ହାଇଷ୍ଟ ଶୃଙ୍ଗ ଅଛି। ସେ ଶୃଙ୍ଗର ନାଁ ହଉଛି ମାଉଣ୍ଟ ଏଭରେଷ୍ଟ, ଯାହାର ହଉଛି କେତେ? 8841 ମିଟର, ଯାହାର ଉଚ୍ଚତା ଧୀରେ ଧୀରେ ବଢି ବଢି ଯାଉଛି, ହେଲା। ତ ଭଲସେ ଏଇଟା ତମେ ଡାଟାଟାକୁ ଦେଖିବ। ତାପରେ ଏଇ ହିମାଳୟର କଣ କଣ ନଦୀ ବାହାରିଛି? ହିମାଳୟରୁ ଗଙ୍ଗା ବାହାରିଛି, ଗଙ୍ଗା, ବ୍ରହ୍ମପୁତ୍ର, ହେଲା। ଏଇ ସବୁ ବଡ ବଡ ନଦୀ ଗୁଡାକ, ସିନ୍ଧୁ ନଦୀ, ଏ ସବୁ ଗୁଡାକ ବାହାରିଛି। ତା ସହିତ ଏଇ ଯୋଉ ହିମାଳୟ ବିସ୍ତାର କୋଉ ପର୍ଯ୍ୟନ୍ତ ହେଇଛି? ତମେ ଯଦି ଭାରତର ମ୍ୟାପ ଦେଖିବ, ମ୍ୟାପ ରେ ତମେ ଦେଖିବ ଜାମ୍ମୁ କାଶ୍ମୀର, ଯୋଉଟା ଲଦାଖ ଜାମ୍ମୁ କାଶ୍ମୀର ଅଲଗା ହେଇଗଲାଣି। ତ ଜାମ୍ମୁ କାଶ୍ମୀର, ଲଦାଖ, ହେଲା, ହିମାଚଳ ପ୍ରଦେଶ ହେଇଗଲା। ତାପରେ ଏଇଟା କଣ? ସିକିମ ହେଇଗଲା। ତାପରେ ଅରୁଣାଚଳ ପ୍ରଦେଶ ହେଇଗଲା। ତାପରେ ଏଠି ଉତ୍ତରାଖଣ୍ଡ ହେଇଗଲା। ଏଇ ସବୁ ରାଜ୍ୟ ଗୁଡାକ କଣ ଦେଇ ନା ହିମାଳୟ ଟା ବ୍ୟାପିକିରି ଅଛି। ଭୁଟାନ ଆଉ ନେପାଳରେ ବି ଅଛି, କିନ୍ତୁ ଆମ ଭାରତରେ ଏଇ ସବୁ ରାଜ୍ୟ ଗୁଡାକ ଦେଇ ହିମାଳୟ କଣ ପର୍ବତ ଶ୍ରେଣୀ ଗତି କରୁଅଛି। ତ ଏଇ ହିମାଳୟର ପର୍ବତମାଳାର ବିଶେଷତା କଣ? ନା ଫାଷ୍ଟ ହଉଛି ପୃଥିବୀର ସର୍ବୋଚ୍ଚ ପର୍ବତମାଳା। ଆଠୁ ଉଚ୍ଚ ପର୍ବତମାଳା ଆଉ କୋଉଠି ନାହିଁ। ଆଉ ଏହା ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ପରି ବଡ ବଡ ନଦୀ ଗୁଡିକର ଜଳର ଉତ୍ସ। ଏଇ ଯୋଉ ହିମାଳୟ ପର୍ବତମାଳାକୁ, ପର୍ବତ ମାଳାରୁ ହିଁ ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ନଦୀ ବାହାରିଛନ୍ତି। ଶୀତଳ ପବନକୁ ଅଟକାଇ ଭାରତରେ ଜଳବାୟୁ ସୁରକ୍ଷା ଦିଏ। ତ ହିମ ବାହକୁ, ଯେ ଆମର ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ହଉଛି, ହିମ ବାହ ହଉଛି ଏଇ ପର୍ବତ ଶ୍ରେଣୀ ଥିବା ଯୋଗୁ ଉପର ଆଡୁ ଯୋଉ ହିମ ବାହ ହେଲେ ଏଇ ପର୍ବତରେ ବାଧା ଦେଇ ଆମ ଭାରତକୁ ସେଇ ହିମ ବାହ ଟା ଆସି ପାରି ନଥାଏ। କାହିଁକି ନା ଏଇଠି ତ ପୃଥ୍ୱୀ ଦେଖ, ଯଦି ଉତ୍ତର ମେରୁରୁ ଆସିଲା ଆମର ହିମ ବାହ, ତାହେଲେ ହିମାଳୟ ଆମର କଣ ଗୋଟେ ଗେଟ୍ ୱାଲ ପରିକା କାମ କରୁଛି। ହିମ ବାହକୁ ପାସ୍ କରିକି ଆମ ଭାରତକୁ ସେ ହିମ ବାହ ବା ପବନ ଗୁଡାକ ଆସୁନି, ଯାହା ଦ୍ୱାରା ଭାରତରେ ସେତେ ତା ଥଣ୍ଡା ଅନୁଭୂତ ହୋଇନଥାଏ।
ସୁରକ୍ଷା ଦିଏ। ବହୁ ପରିମାଣରେ ବରଫ ହିମବା ଓ ଜୈବ ବିବିଧତାର ଭଣ୍ଡାର। ଆଉ ହିମାଳୟରେ ବିଭିନ୍ନ ପ୍ରକାର ଜୈବ ଯେମିତିକି ଆମର କଣ କହିଲି ନା ଏଇ ଯୋଉ ଚମରୀ ଗାଈ ଏଗୁଡାକରେ ଦେଖାଯାଆନ୍ତି। ଆଗକୁ ଦେଖିବା କଣ କଣ ଦେଖାଯାଏ। ତାପରେ ନେକ୍ସଟ ଭାରତର ସମତଳ ଭୂମି। ଦ୍ୱିତୀୟ ଆସିଲା ଆମର କଣ ସମତଳ ଭୂମି ନା ହିମାଳୟର ଠିକ ପାଦ ଦେଶରେ ଦେଖ ହିମାଳୟ ଏତିକ ଲମ୍ବି ଲମ୍ବି ଥିଲା ରେଡ ଗାରେ ଦେଖିଛି ମେପ ଦେଖ ଏଇଠି ହେଲା। ତାପରେ ତାର ଠିକ ପାଦ ଦେଶରେ କଣ ଅଛି ନା ଉତ୍ତର ଭାରତୀୟ ସମତଳ ଭୂମି ଅଛି ଯୋଉଟା ଗଙ୍ଗା ବ୍ରହ୍ମପୁତ୍ର ସିନ୍ଧୁ ନଦୀର ମିଳିତ ମେଦିନୀ ମାନେ ମିଳିତ ସ୍ଥଳକୁ କଣ ଉତ୍ତର ଭାରତୀୟ ସମତଳ ଭୂମି ବୋଲି କୁହାଯାଏ। ଆର ଅବସ୍ଥାନ କୋଉଠି ହିମାଳୟ ପର୍ବତମାଳାର ଦକ୍ଷିଣ ଏଇଠି କହିଲି ଏଇଟା ତାର ଦକ୍ଷିଣ ତଳକୁ ମାନେ କଣ ଦକ୍ଷିଣକୁ ଓ ପ୍ରାୟ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ବିସ୍ତୃତ। ଏଇଟା କଣ ଏଇଟା ପୂର୍ବ ଏଇଟା ପଶ୍ଚିମ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ବିସ୍ତୃତ ହୋଇ ଅଛି। ଆଉ ଏଇଟା ଦେଖିଲ ମେପରେ ତାର ଅବସ୍ଥିତି ଦେଖିଦେଲ। କୋଶ୍ଚିନ୍ ଗୋଟେ ଗୋଟେ ପଡିବ ସର୍ଟ ନୋଟ ଲେଖିବା ପାଇଁ ପଡିବ ଏଇଟା ଗୋଟେ। ତ ଏଗୁଡା ଯୋଉଟା ଯୋଉଟା ମୁଁ ସବୁ ବକ୍ସରେ ଲେଖିକି ଦେଇଛି ସେଗୁଡା ସବୁ ତମ ବହିରେ ଅଛି। ଆଉ ତାକୁ କଣ କରିବ ନା ଏଇ ତମେ ନୋଟ ବନେଇକି ରଖିବ ପରୀକ୍ଷାରେ ପଡିଲେ ପଏଣ୍ଟ ଅନୁସାରେ ତମେ ଲେଖିପାରିବ। ତାପରେ ହିମାଳୟରୁ ଦେଖ ହିମାଳୟର ମାଟି ଯୋଉ ନଦୀ ଦ୍ଵାରା ବହି ବହି ଆସି ବାଲି ମାଟି ସାଙ୍ଗରେ ମିଶି ଏ ସମତଳ ଭୂମିଟି ଜମା କରେ ଯାହାଦ୍ୱାରା ଏଇ ସମତଳ ଭୂମିର ମାଟି ଉର୍ବର ହୋଇଥାଏ। କାହିଁକି ନା ପର୍ବତର ଯୋଉ କ୍ଷୟ ହୋଇ ମାଟି ବାଲି ପଥର ସବୁ ଯୋଉ ଆସିବ ଏ ସମତଳ ଭୂମିରେ ତାର କଣ ହବ ଡିପୋଜିଟ ହବ। ଡିପୋଜିଟ ମାନେ ଅବଶେଷଟା ସଂଗ୍ରହିତ ହବ। ସଂଗ୍ରହିତ ହେଲା ପରେ ସେଠି ଗୋଟେ ବିସ୍ତୃତକାୟ କଣ ସମତଳ ଭୂମି ଗଠନ କରିଛି। ଆଉ ପାଣିର ସୁବିଧା ଅଛି କାହିଁକିନା ଗଙ୍ଗା ନଦୀ ବ୍ରହ୍ମପୁତ୍ର ନଦୀ ଆଉ ସିନ୍ଧୁ ନଦୀର ମେଦିନୀ ସ୍ଥଳ ତ ପାଣିର ସୁବିଧା ଯୋଗୁ ଏଠି ମାଟି ସବୁବେଳେ ଉର୍ବର ଥାଏ। ଏଇ ଯୋଉ ଉତ୍ତର ଭାରତୀୟ ସମତଳ ଭୂମିର ବିଶେଷତା କଣ ନା ଏହା ଗଙ୍ଗା ବ୍ରହ୍ମପୁତ୍ର ସିନ୍ଧୁ ନଦୀ ଦ୍ଵାରା ଅନ୍ୟ ଦ୍ଵାରା ପଲ୍ଲୀ ମାଟିରେ ଗଠିତ। ପଲ୍ଲୀ ମାନେ ପଟୁ ଏଇଟା ସରି ପଲ୍ଲୀ ନାହିଁ ପଟୁ ମାଟିରେ ଗଠିତ ମାନେ ସେ ଯୋଉ ନଦୀ ଅବବାହିକାରେ ଥିବାରୁ ତ ପଟୁ ମାଟିରେ ଗଠିତ। ଏଇ ଭୂମି ଅତ୍ୟନ୍ତ ଉର୍ବର ଅଟେ। ଏଇ ଭୂମି କଣ ଅତ୍ୟନ୍ତ ଉର୍ବର ଅଟେ। ଘନ ଘନ ଧାନ ଗହମ ଆଖୁ ଡାଲି ତୈଳ ବୀଜ ଇତ୍ୟାଦି ଫସଲ ଏଇ ଜମିରେ ହୋଇଥାଏ। ଆଖୁ ଚାଷ ମଧ୍ୟ ହୋଇଥାଏ। ଜନସଂଖ୍ୟା ଓ ସହରୀକରଣ ଅଧିକ। ଏଇ ଯୋଉ ସମତଳ ଭୂମି ଅଞ୍ଚଳରେ ଯେମିତି ଉତ୍ତରପ୍ରଦେଶର ଲୋକ ସଂଖ୍ୟା 20 କୋଟିରୁ ଅଧିକ ହେଇଗଲାଣି। ଏଇ ଯୋଉ ବିହାର ଲୋକ ସଂଖ୍ୟା ବି ଅଧିକ କମେ କାହିଁକିନା ଏଇଟା ସମତଳ ଅଞ୍ଚଳରେ ବିହାର ୟୁପି ଏଗୁଡାକ ଯାଉଛି ତ ସେଇଠି ଜନସଂଖ୍ୟା ଓ ସହରୀକରଣ ଅଧିକ। ଏହାର ଭାରତର କୃଷି ପରିବହନ ଓ ସାଂସ୍କୃତିକର ମୂଳ ଆଧାର। ତ ସେଇ ଅଞ୍ଚଳ କଣ ଭାରତର କୃଷି ପାଇଁ ପ୍ରସିଦ୍ଧ ପରିବହନ ପାଇଁ କାହିଁକିନା ସମତଳ ଅଞ୍ଚଳ ହେଲେ ଗମନାଗମନ ପାଇଁ ସୁବିଧା ହବ ଆଉ ପରିବହନ ଗୁଡାକ ଠିକ ସେ ବସି ପାରିବ ଆଉ ସଂସ୍କୃତିର ବି ମଧ୍ୟ ମୂଳ ଆଧାର। ତ ମୁଖ୍ୟ ଫସଲ ଏଇ କୋଉଠି କଣ ଚାଷ କରାଯାଏ ଏଇ ଉତ୍ତର ଭାରତୀୟ ସମତଳ ଭୂମିରେ ଧାନ ଚାଷ କରାଯାଏ ଗହମ ଚାଷ କରାଯାଏ ଆଖୁ ଚାଷ କରାଯାଏ ଡାଲି ଜାତୀୟ ତୈଳ ବୀଜ ହେଲା ପନିପରିବା ଚାଷ କରାଯାଏ। ଏହିପରି ଭାବରେ ଭାରତର ଅନ୍ନ ଭଣ୍ଡାର ମଧ୍ୟ ସମତଳ ଭୂମିକୁ କୁହାଯାଏ। ତ ପଚାରେ ସର୍ଟ କୋଶ୍ଚିନ୍ ପଚାରେ ଭାରତର ଅନ୍ନ ଭଣ୍ଡାର କାହାକୁ କୁହାଯାଏ ନା ଉତ୍ତର ଭାରତୀୟ ସମତଳ ଭୂମିକୁ ଭାରତର ଅନ୍ନ ଭଣ୍ଡାର ବୋଲି ମଧ୍ୟ କୁହାଯାଏ। ନେକ୍ସଟ ଯିବା। ତାପରେ ନେକ୍ସଟ ଆସିଲା ଦକ୍ଷିଣ ଭାରତର ମାଳଭୂମି ବା ଡେକାନ ମାଳଭୂମି। ଦକ୍ଷିଣ ଭାରତର ମାଳଭୂମି ତ ମେପ ଦେଖ ମେପରେ ସେଡେଡ ଅଞ୍ଚଳ ଦେଖା ହେଇଛି ନା ଏଇଠି ଦେଖ ଏଇଠି ଦେଖ ଏଇଠି ଦେଖ ପିଲା 2 ଜଣ ଦେଖୁଛନ୍ତି। ଏଇଠି ଦେଖ ଦକ୍ଷିଣ ଭାରତର ଏଇ ଯୋଉ ସେଡେଡ ଅଞ୍ଚଳଟା ଏଇଟା ହଉଛି କଣ ଡେକାନ ମାଳଭୂମି ଦେଖିବାକୁ ଏଇ ପ୍ରକାର ଦେଖ ଏଇପଟେ ଅଛି ଆମର ଭାରତର ଏଇପଟେ ଅଛି କଣ ପଶ୍ଚିମ ଘାଟ ଅଛି ଏଇପଟେ ଅଛି କଣ ପୂର୍ବ ଘାଟ। ଏଇ ଆରବ ସାଗର ପଟେ କଣ ପଶ୍ଚିମ ଘାଟ ବଙ୍ଗୋପ ସାଗର ପଟେ କଣ ଅଛି ନା ପୂର୍ବ ଘାଟ ହେଲା। ଦିଟା ଘାଟ ବି ଅଛି ତା ମଝିରେ କଣ ଅଛି ମାଳଭୂମି ଅଛି ହେଲା। ଦେଖ ଆର ପରିଚୟ କଣ ମାଳଭୂମି ଦକ୍ଷିଣ ଭାରତର ମାଳଭୂମି ବା ଡେକାନ ମାଳଭୂମି କଣ ଉଚ୍ଚ ପୁରୁଣା ପଥୁରିଆ ଭୂଭାଗ। ଉଚ୍ଚ ହାଇଟ ଅଛି ପଥୁରିଆ ପଥର ପଥର ଅଛି ଆଉ କଣ ପୁରୁଣା ଓଲ୍ଡ ଏରିଆ। କିନ୍ତୁ ସମତଳ ଭୂମି କଣ ହେଲା ନୂଆ କାହିଁକିନା ସିଏ ଯୋଉ ପର୍ବତରୁ ମାଟି ବାଲି କ୍ଷରଣ ହେଇକିରି ପଟୁ ମାଟିଟା ଏକାଟା ହେଇକିରି ସେଠି ସମତଳ ଭୂମି ଗଠନ କରିଅଛି। ତ ଡେକାନ ମାଳଭୂମିର ଭାରତର ଦକ୍ଷିଣ ଭାଗରେ ଅବସ୍ଥିତ। ଏହାର ପୁରାତନ ମାଳଭୂମି ଯାହା ଲାଭା ପଥରରୁ ଗଠିତ। ଲାଭା ପଥର ମାନେ ଯୋଉ ଆଗ୍ନେୟ ଦ୍ୱାରା ଲାଭା ଉତ୍କଳନ ଏତେ ଥଣ୍ଡା ହେଲେ
जो पथर ଅଛି ତାକୁ ଲାଭା ପଥର ବୋଲି କୁହାଯାଏ। ସେ ଲାଭା ପଥରରୁ ଏଇ ଡେକାନ ମାଳଭୂମିଟି ଗଠିତ ହୋଇଅଛି। ସାଧାରଣତଃ ଏହାର ଉଚ୍ଚତା 300 ରୁ 1000 ମିଟର, 100 ନାହିଁ ସରି ହଁ ତ 300 ରୁ 1000 ମିଟର ନାହିଁ 400 ମିଟର, 300 ରୁ 400 ମିଟର ଉଚ୍ଚ ମାଳଭୂମି ବୋଲି କହିବା ହେଲା। ଖଣିଜ ସମ୍ପଦ ଏଇ ମାଳଭୂମିରେ କଣ କଣ ଥାଏ? ଖଣିଜ ସମ୍ପଦ ନା ଡେକାନ ମାଳଭୂମିରେ ଆମେ ଲୁହା ପଥର, ମାଙ୍ଗାନିଜ, କୋଇଲା, ଚୁନା ପଥର, ବକ୍ସାଇଟ, ମାଇକା, ଯୋଉ ମାଇକା ମାର୍ବଲ ଯୋଉ କହୁଛନ୍ତି ହେଲା, ଆନ୍ଧ୍ରପ୍ରଦେଶ ଏଗୁଡାକରେ, କର୍ଣ୍ଣାଟକରେ ମାଇକା ମାର୍ବଲ ହଉଛି ଏଇ ମାଇକା ଇତ୍ୟାଦି ମିଳିଥାଏ। ତା ସହିତ ପ୍ରମୁଖ ନଦୀ ଗୁଡାକ କଣ କଣ? ଏଇ ଯୋଉ ଡେକାନ ମାଳଭୂମିରେ ପ୍ରବାହିତ ହେଉଥିବା ନଦୀ ଗୁଡାକ କଣ କଣ? କୋଶ୍ଚିନ୍ ପଚାରିବ, ଗୋଟେ ଗୋଟେ କୋଶ୍ଚିନ୍ ପଚାରିବ ଯେ ଦକ୍ଷିଣ ଭାରତର ମାଳଭୂମିରେ ପ୍ରବାହିତ ନଦୀ ଗୁଡାକର ନାମ ଲେଖ ହେଲା। ନହେଲେ ଦକ୍ଷିଣ ଭାରତ ମାଳଭୂମି ବା ଡେକାନ ମାଳଭୂମି ବିଷୟରେ ସଂକ୍ଷିପ୍ତ ବିବରଣୀ ଦିଅ। ଏହିପରି ଭାବେ ତମର କୋଶ୍ଚିନ୍ ଆସିବ। ଗୋଦାବରୀ ଭାରତର ଦ୍ୱିତୀୟ ପୂର୍ବ ବୃହତ୍ତମ ନଦୀ। କୃଷ୍ଣା ନଦୀ ପଶ୍ଚିମ ଘାଟର ନେଇ ବଙ୍ଗୋପସାଗରରେ ପଡିଛି। ତୁଙ୍ଗଭଦ୍ରା, ତାପରେ କାବେରୀ ନଦୀ ହେଲା। ଏହିପରି ଭାବେ ଆହୁରି କେତେ ଗୁଡ଼ିଏ ଅଛି, ଯେମିତି ପୂର୍ବ ଘାଟରେ ଆମର ମହାନଦୀ ହେଇଗଲା। ଓଡ଼ିଶା ଯଦି କହିବ ହେଲେ ଏଇଟା ପୂର୍ବ ଘାଟ ଦେଇ ମହାନଦୀ। ଋଷିକୁଲ୍ୟା ହେଇଗଲା ଆମ ଗଞ୍ଜାମର ହେଲା। ଏହିପରି ଭାବରେ ମହାନଦୀ ଆମର ଓଡ଼ିଶାର, ତାପରେ ବୈତରଣୀ, ବ୍ରାହ୍ମଣୀ ଏସବୁ ଗୁଡାକ ବି ଅଛି। ତାପରେ ନେକ୍ସଟ ଆସିଲା ଡେକାନ ମାଳଭୂମିର ବୈଶିଷ୍ଟ୍ୟ। ଏଇ ଯୋଉ ଡେକାନ ମାଳଭୂମିର ବୈଶିଷ୍ଟ୍ୟ କଣ ନା ଏହା ପଥୁରିଆ ଉଚ୍ଚ ଭୂଭାଗ, କଳା ମାଟି। ମନେ ରଖିଥିବା ଡେକାନ ମାଳଭୂମିର ଏଇଟା କଳା ମାଟି, ବ୍ଲାକ୍ ସଏଲ ବୋଲି ଯୋଉ କହନ୍ତି, କଳା ମାଟି, ଯୋଉଟା କି ମୋର କପା ଚାଷ ପାଇଁ ଫେମସ। କଣ ପାଇଁ? କଳା ମାଟିରେ କଣ ହଉଛି ନା କପା ଚାଷ ହେଲା, କଟନ, କପା ଚାଷ ପାଇଁ ଫେମସ। ତାର ପୂର୍ବ ଘାଟ, ପଶ୍ଚିମ ଘାଟ ଏହାର ସୀମା। ଜନସଂଖ୍ୟା କମ କିନ୍ତୁ କୃଷି ପାଇଁ ଗୁରୁତ୍ୱପୂର୍ଣ୍ଣ। ଜନସଂଖ୍ୟା କମ ବଟ କୃଷି କାର୍ଯ୍ୟ ବି ହଉଥାଏ। ତା ସହିତ ଖଣିଜ ଶିଳ୍ପ ପାଇଁ ଅତ୍ୟନ୍ତ ଉପଯୋଗୀ। କାହିଁକିନା ଯୋଉଠି ମାଳଭୂମି ହେଲା ସେଇଠି ଖନନ କଲେ ଏଟା ପୁରୁଣା ଯୋଉଠି ହବ ସେଇଠି ଅଧିକ ପରିମାଣରେ ଖଣିଜ ପଦାର୍ଥ ମିଶିକି ଥିବ ହେଲା। ତ ଶିଳ୍ପ ପାଇଁ ବହୁତ ଭାବେ ଦରକାର ହେଲା। ଡେକାନ ମାଳଭୂମି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଭୂଭାଗ, ଯାହା ଖଣିଜ ସମ୍ପଦ, କୃଷି, ଜଳ ସମ୍ପଦ ଓ ଶିଳ୍ପ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତାପରେ ଆସାମ ଆସିଲା ଥର୍ ମରୁଭୂମି। କଣ ଆସିଲା? ଥର୍ ମରୁଭୂମି ବା ରାଜସ୍ଥାନରେ ଯୋଉଟା ଅବସ୍ଥିତ, ଭାରତର ଏକ ଉଲ୍ଲେଖନୀୟ ମରୁଭୂମି ହେଲା। ଥର୍ ମରୁଭୂମି ଆର ଅବସ୍ଥାନ କଣ? ଥର୍ ମରୁଭୂମି ରାଜସ୍ଥାନର ପଶ୍ଚିମ ଅଂଶରେ ଅବସ୍ଥିତ। ରାଜସ୍ଥାନ ପଶ୍ଚିମରେ ଅବସ୍ଥିତ। ଏହା ପାକିସ୍ତାନ ସୀମା ପର୍ଯ୍ୟନ୍ତ ବିସ୍ତୃତ। ରାଜସ୍ଥାନ ହେଇକି ଦେଖ ଏଇଠି ମ୍ୟାପରେ ମାନଚିତ୍ର ଦେଇଛି ଥର୍ ମରୁଭୂମି ରେଡ୍ ଅଞ୍ଚଳ ହେଲା। ତାପରେ ପ୍ରମୁଖ ବିଶେଷତା କଣ ଥର୍ ମରୁଭୂମିର? ଅଳ୍ପ ବର୍ଷା, 100 ରୁ ବାର୍ଷିକ 70-100 ମିଲିମିଟର ବର୍ଷା ହଉଛି। ବାଲୁକାମୟ ହେଲା। ଅଳ୍ପ କମ ଜଳ ଗ୍ରହଣ କରୁଥିବା ଉଦ୍ଭିଦ ଦେଖାଯାଆନ୍ତି। ତାପମାତ୍ରା ଗ୍ରୀଷ୍ମ କାଳରେ ଅଧିକ, ଶୀତ କାଳରେ କମ ଥାଏ। ତାପମାତ୍ରାରେ ଯୋଉ ରେଞ୍ଜଟା ଥାଏ, ତାପମାତ୍ରା ଶୀତ ଦିନ ଅଧିକ କମ ଥାଏ, ଆଉ ଗ୍ରୀଷ୍ମ ଦିନ ଅଧିକ ଗରମ ଲାଗିବ। ତ ଏଇ ରେଞ୍ଜ ଅଫ ଟେମ୍ପରେଚର ଟା କଣ ଫ୍ଲାକ୍ଚୁଏଟ କରେ ହେଲା। ତ ସେଇଟା ହଉଛି ମରୁଭୂମିର ବିଶେଷତା। ତାପରେ ମରୁଭୂମିର ଉଦ୍ଭିଦ କଣ କଣ ଦେଖାଯାଆନ୍ତି ନା ମରୁଭୂମିରେ ବାବୁଲ ଉଦ୍ଭିଦ, କେବର ଉଦ୍ଭିଦ, ଖେଜାଡି ଟ୍ରି, ତାପରେ ରୋହିଜା ଟ୍ରି ମଧ୍ୟ ଦେଖାଯାଆନ୍ତି। ମରୁଭୂମିରେ ପ୍ରାଣୀ କଣ କଣ ଦେଖାଯାଆନ୍ତି? ଓଟ ଦେଖାଯାଆନ୍ତି ହେଲା, ଚିଙ୍କାର ଦେଖାଯାଆନ୍ତି, ମରୁପୁଡିଆ ଦେଖାଯାଆନ୍ତି, ଆଉ ସାପ, ବିଭିନ୍ନ ପ୍ରକାର ସରୀସୃପ ମଧ୍ୟ ଦେଖାଯାଆନ୍ତି ହେଲା। ତା ସହିତ ମରୁଭୂମିରେ ଜୀବନ କେମିତି ଥାଏ ନା ଲୋକମାନେ କୁଆଁ, ବାଲ୍ଟି, ତାଙ୍କ ନଦୀ ଜଳରୁ ପାଣି ସଂଗ୍ରହ କରନ୍ତି। ଦେଖ ଏମିତି ପାଣି ସଂଗ୍ରହ, କାହିଁକିନା ପାଣି ତାଙ୍କର ସେଇଠି ଅଭାବ ଥାଏ। ଉଚ୍ଚ ମରୁଭୂମିର ଜୀବନରେ ଅତି ମହତ୍ୱପୂର୍ଣ୍ଣ ଓଟ ହଉଛି ମରୁଭୂମି ଜୀବନ ବହୁତ ଉତ୍ତମ। ଓଟ ସାହାଯ୍ୟରେ ସେମାନେ ନେବା ଆଣିବା କରନ୍ତି। କାହିଁକି ନା ଓଟକୁ ମଧ୍ୟ ମରୁଭୂମିର ଜାହାଜ ବୋଲି କୁହାଯାଏ। କାହିଁକି କହିବ? କୋଶ୍ଚିନ୍ ରହିଲା ତମ ପାଇଁ। ଓଟକୁ ମରୁଭୂମିର ଜାହାଜ
କୁହାଯାଏ କାହିଁକି? ଲୋକମାନେ ପଶୁପାଳନ, ହସ୍ତଶିଳ୍ପ ହେଲା ଦେଖ କେତେ ପ୍ରକାର ଡିଜାଇନର ଶାଢ଼ୀ ସବୁ ହାତରେ ବୁଣୁଛନ୍ତି, ପଶୁପାଳନ ବି କରୁଛନ୍ତି। ଏଗୁଡାକ କରିକି ସେମାନେ ଜୀବିକା ନିର୍ବାହ କରିଥାନ୍ତି। ନେକ୍ସଟ ଆସିଲା ଆମର ଉପକୂଳ ସମତଳ ଭୂମି। ଉପକୂଳ ସମତଳ ଭୂମି ଯେମିତି ଆମର ଉପକୂଳ କଣ ସମୁଦ୍ର ଉପକୂଳ, ଆରବ ସାଗର ଅଛି ଏଇଠି ଦେଖ ମ୍ୟାପ ଦେଇଛି, ଏଇଠି ଦେଖ ବଙ୍ଗୋପସାଗର ଅଛି। ଏଇଟା ହଉଛି କଣ ଉପକୂଳବର୍ତ୍ତୀ ସମତଳ। ତ ଦିଟା ପୂର୍ବ ତଟ ଅଛି, ପଶ୍ଚିମ ଉପକୂଳ ଆଉ ଗୋଟେ ପୂର୍ବ ଉପକୂଳ। ପଶ୍ଚିମ ଉପକୂଳ ଯୋଉଟା ଆରବ ସାଗର ନିକଟତର, ପୂର୍ବ ଉପକୂଳ ଯୋଉଟା ବଙ୍ଗୋପସାଗର ନିକଟତର। ତ ପଶ୍ଚିମ ଉପକୂଳ ଆଉ ପୂର୍ବ ଉପକୂଳ ଭିତରେ ମଧ୍ୟ ପାର୍ଥକ୍ୟ ପଚାରିବା ପାଇଁ ପାର୍ଥକ୍ୟ ଦର୍ଶାଅ ଗୋଟେ କୋଶ୍ଚିନ୍ ବି ଆସିବ। ଏଇଟା ଅଣ୍ଡରଷ୍ଟାଣ୍ଡିଂ ବାଲା କୋଶ୍ଚିନ୍ ଆସିବ। ଯଦି ଅଣ୍ଡରଷ୍ଟାଣ୍ଡିଂ ରେ ପାଠରୁ ପଢିବ ତାହେଲେ ଏଇଠି କ୍ଲାସିଫିକେସନ ଆଉ ପାର୍ଥକ୍ୟ ଡିଫରେନ୍ସ ବିଷୟରେ ବି ପଚାରିବ। ତା ସହିତ ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ ଏଇ ରାଜ୍ୟ ଗୁଡିକ ଏଇ ଉପକୂଳରେ ଅବସ୍ଥିତ। ପାର୍ଥକ୍ୟ ଦର୍ଶ ଫାର୍ଷ୍ଟ ପଏଣ୍ଟ। ଆଉ ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏଇ ରାଜ୍ୟ ଗୁଡାକ ଏଇ ପୂର୍ବ ତଟ କୂଳରେ ଅବସ୍ଥିତ। ଏହି ଉପକୂଳ ଅଞ୍ଚଳରେ ଅନେକ ବଙ୍କର ରହିଛି। ବଙ୍କର ମାନେ କଣ? ବନ୍ଦର ହେଲା, ବଙ୍କର ହେଲା। ଆଉ ଏଇଠି ଏଇ ଉପକୂଳରେ ବଡ ବଡ ନଦୀ ମାନ ମୁହାଣ ରହିଛି। ନଦୀ ମୁହାଣ ଯେମିତି ମହାନଦୀ ହେଇଗଲା, ଗୋଦାବରୀ ନଦୀ ହେଇଗଲା, କାବେରୀ ହେଇଗଲା, କୃଷ୍ଣ ନଦୀ ହେଇଗଲା ହେଲା। ଏଇ ପ୍ରକାର କଣ ବିଭିନ୍ନ ପ୍ରକାର ନଦୀର ମୁହାଣ ଏଇ ଯୋଉ ପୂର୍ବ ଘାଟ ବା ପୂର୍ବ ଉପକୂଳରେ ରହିଛି। ମାଛ ଧରା, ଜାହାଜ ଚାଳନା ଏହା ପ୍ରମୁଖ ପେଶା। ଏଇଠି ଯୋଉ ଆରବ ସାଗର ବା ପଶ୍ଚିମ ଉପକୂଳରେ ଲୋକମାନେ କଣ କରେ? ମାଛ ଧରା ଆଉ ଜାହାଜ ଚାଳନାରେ କଣ ପ୍ରମୁଖ ପେଶା, ମାନେ ସେମାନଙ୍କର ଜୀବନ ଜୀବିକା ନିର୍ବାହ କରିଥାନ୍ତି। ତା ସହିତ ଏଇଠି କଣ ଉର୍ବର ମାଟି ଥାଏ, ମାଛ ଧରା ବଙ୍କର ଏହି ଅଞ୍ଚଳରେ ପ୍ରମୁଖ ବିସ୍ତାର। ବନ୍ଦରରୁ, ମାଛ ଧରାରୁ ଆଉ ଚାଷ କାମରୁ। ଏଠି ଯେମିତି ଚିଲିକା ହ୍ରଦ ଏଇଠି ଦେଇଛି, ଏଇଟା ବି ବଙ୍ଗୋପସାଗର ନିକଟ କୂଳରେ ଅଛି। ତ ଏଇଠି କଣ କରନ୍ତି ନା ସେମାନଙ୍କର ଜୀବିକା ନିର୍ବାହ କରିଥାନ୍ତି। ଏଠାରେ ସୁନ୍ଦର ବେଳାଭୂମି ଓ ପର୍ଯ୍ୟଟନ ସ୍ଥଳୀ ରହିଛି। ସୁନ୍ଦର ବେଳାଭୂମି ଯେମିତି ଆମର କଣ ହେଇଗଲା ନା ପଶ୍ଚିମ ଉପକୂଳରେ ଆମର ହେଇଗଲା ଦେହୁ ବିଚ୍ ମୁମ୍ବାଇର ହେଲା, ସେଟା ବହୁତ ସୁନ୍ଦର। ଗୋଆର ବିଚ୍ ଅଛି, ଏଗୁଡା ସବୁ କୋଉଠି ଅଛି? ପଶ୍ଚିମ ଉପକୂଳରେ ଅବସ୍ଥିତ। ସେହିପରି ଚିଲିକା ହ୍ରଦ ଏଇ ଆମର ପୂର୍ବ ବଙ୍ଗୋପସାଗର ଚିଲିକା ହ୍ରଦ ଅଛି ହେଲା। ତ ଚନ୍ଦ୍ରଭାଗା ବିଚ୍ ଅଛି, ଏଇ ସବୁ ଗୁଡାକ ଏଇ ପୂର୍ବ ତଟ କୂଳର। ତାପରେ ଆର୍କେ ବିଚ୍ ଅଛି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ହେଲା। ଏଇ ସବୁ ଗୁଡାକ ଏଇଠି ଫେମସ। ତାପରେ ପଶ୍ଚିମ ଉପକୂଳର ବନ୍ଦର ସମୂହ। ପଶ୍ଚିମ ଉପକୂଳରେ କଣ? କାଣ୍ଡଲା, ଗୁଜୁରାଟର କାଣ୍ଡଲା ଅଛି, କାଣ୍ଡଲା ବନ୍ଦର। ମୁମ୍ବାଇ ବନ୍ଦର ମହାରାଷ୍ଟ୍ର ଅଛି। ମାଙ୍ଗାଲୁରୁ ବନ୍ଦର କର୍ଣ୍ଣାଟକରେ ଅଛି। କୋଚିର କେରଳ ଅଛି। ତାପରେ ପୂର୍ବ ଉପକୂଳର ବିଶେଷତା କଣ? ପୂର୍ବ ଉପକୂଳର ପ୍ରମୁଖ ବନ୍ଦର କଣ ଅଛି? କୋଲକାତା ବନ୍ଦର, କୋଲକାତା ପୋର୍ଟ। ପାରାଦୀପ ବନ୍ଦର ଓଡିଶାର ଅଛି। ବିଶାଖାପାଟଣା ଆନ୍ଧ୍ରପ୍ରଦେଶରେ, ତୁତିକୁରିନ ତାମିଲନାଡୁରେ ଅଛି। ତାପରେ ପଶ୍ଚିମ ଉପକୂଳର ବିଶେଷତା କଣ ନା ପଶ୍ଚିମ ଉପକୂଳରେ ସୁନ୍ଦର ବିଚ୍ ଅଛି, ନଡିଆ ଗଛ ଅଛି, ମସଲା ଚାଷ ହୁଏ, ମାଛ ଧରା ହୁଏ। ଏଇଠି କଣ ନଦୀ ମୁହାଣ ଦେଖାଯାଏ, ଚିଲିକା ହ୍ରଦ ଅଛି, ଧାନ ଚାଷ କରାଯାଏ, ମାଛ ଧରାଯାଏ। ଏଇପରି ତାପରେ ବିଶେଷତା ମୁଁ ଯୋଉଟା କହିଲି ସେ ପାର୍ଥକ୍ୟରେ ଏଇଠି ତମକୁ ଭିଜୁଆଲାଇଜେସନ ଆକାରରେ ଦର୍ଶା ଦିଆଯାଇଛି। ତାପରେ ଉପକୂଳ ଅଞ୍ଚଳର ଗୁରୁତ୍ୱ ଦିଟା, ପୂର୍ବ ଉପକୂଳ ହଉ ବା ପଶ୍ଚିମ ଉପକୂଳ। ତ ଉପକୂଳବର୍ତ୍ତୀ ଅଞ୍ଚଳର ଗୁରୁତ୍ୱ କଣ ସେ ବିଷୟରେ ଆମେ ଜାଣିବା। ନା ଜାହାଜ ଚାଳନା, ବ୍ୟାପାର ବାଣିଜ୍ୟ ପାଇଁ ବିକାଶ। ନା ଉପକୂଳ ଅଛି ବୋଲେ ଜାହାଜ ଚାଳନା ହଉଥିବ ଆଉ ବାଣିଜ୍ୟ ବେପାର ହଉଥିବ ସମୁଦ୍ର ତଟ ଦେଇ। ପ୍ରଥମ ବିଶେଷତ୍ୱ ଗୁରୁତ୍ୱ। ଦ୍ୱିତୀୟ କଣ? ମାଛ ଧରା ଦ୍ୱାରା ଖାଦ୍ୟ ଓ ରୋଜଗାର ହଉଛି। ମାଛ ଧରି କଣ ମାଛ ଆମେ ଖାଉଛନ୍ତି, ତା ସହିତ ଯୋଉମାନେ ମାଛ ବିକୁଛନ୍ତି ସେମାନେ ରୋଜଗାର ବି ମେଣ୍ଟଉଛନ୍ତି ମାଛ ଧରା ଦ୍ୱାରା। ପର୍ଯ୍ୟଟନ ଶିଳ୍ପର ଉନ୍ନତି, ଟୁରିଜିମ ସେକ୍ଟର। ସେମିତି ପର୍ଯ୍ୟଟନ ସ୍ଥଳ, ଲୋକମାନେ ଦେଖିବାକୁ ଆସନ୍ତି, ସେଇଠି କଣ ହଉଛି ବିଭିନ୍ନ ପ୍ରକାର ବାଣିଜ୍ୟ ବ୍ୟବସାୟ ଚାଲେ। ସେଇଠି ପର୍ଯ୍ୟଟନ ସ୍ଥଳକୁ ସେମାନେ କଣ କରନ୍ତି ନା ଗୋଟେ ପ୍ରକାର କଣ ଅର୍ଥନୀତିର ଗୋଟେ ପେଣ୍ଠସ୍ଥଳୀ ବୋଲି ମଧ୍ୟ ମାନାଯାଏ ପର୍ଯ୍ୟଟନ ସ୍ଥଳ ହେଲେ। ଲୁଣ, ନଡିଆ, ମସଲା ଇତ୍ୟାଦିର ଉତ୍ପାଦନ। ନଡିଆ ଚାଷ, ଲୁଣ ଚାଷ, ମସଲା ଚାଷ ଏଗୁଡାକ ସବୁ ଏଇ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ କରାଯାଏ। ଉପକୂଳ ସମତଳ ଭୂମି ଭାରତର ଅର୍ଥନୀତି ଓ ଲୋକ ଜୀବନର ମୂଳ ଆଧାର। ଏହାର ସୁରକ୍ଷା ସଂରକ୍ଷଣ ଆମର କର୍ତ୍ତବ୍ୟ ହେଲା। ଉପକୂଳ ଭୂମି କଣ? ଭାରତର ଅର୍ଥନୀତି ଆଉ ଲୋକ ଜୀବନର ମୂଳ ଆଧାର।
ତାପରେ ଆସିଲା ଭାରତର ଦ୍ୱୀପପୁଞ୍ଜ। ଭାରତର ଦ୍ୱୀପପୁଞ୍ଜ କହିବାକୁ ଗଲେ ନା ଆମର ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଆଉ ଲାକ୍ଷାଦ୍ୱୀପ। ତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଭିତରେ ଦେଖିବା, ତା ଆଣ୍ଡାମାନ ଦ୍ୱୀପ ଗୋଟେ ଅଛି, ନିକୋବର ଦ୍ୱୀପ ଅଛି, ଦିଟା ତ ପାଖାପାଖି ଅଛି। ଏଇଟା କଣ ବଙ୍ଗୋପସାଗର କୂଳରେ ଅଛି। ତାପରେ ଲାକ୍ଷାଦ୍ୱୀପ କୋଉଠି ଅଛି ନା ଏଇଟା ଆରବ ସାଗରରେ ଅଛି ହେଲା। ସେଇ ବିଷୟରେ ଆମର ତାଙ୍କର ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କୋଉଠି ଅଛି ନା ବଙ୍ଗୋପସାଗର ଅଛି। ଲାକ୍ଷାଦ୍ୱୀପ ଦେଖ ଆରବ ସାଗର ଉପକୂଳରେ ଅଛି। ଏଇଟା ସମୁଦ୍ର ତଟ, ପ୍ରାକୃତିକ ନଦୀ, ଚ୍ୟାନେଲ ଉପସ୍ଥିତ। ଏଠାରେ ନୀଳ ଜଳ ପ୍ରବାହ, ପ୍ରାଚୀର ବିଶିଷ୍ଟ ସାମୁଦ୍ରିକ ଜୀବନକୁ ମିଳନ ହୁଏ। ତାପରେ ପୋର୍ଟ ବ୍ଲେୟାର ଏହାର ପ୍ରମୁଖ ସହର। ଏଇ ଯୋଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାର ବୋଲି ଗୋଟେ ସହର ଅଛି, ସେଟା ହଉଛି କଣ ଗୋଟେ ପ୍ରମୁଖ ସହର। ତାପରେ ଏଠି ଲାକ୍ଷାଦ୍ୱୀପ ପ୍ରବାଳ ପ୍ରାଚୀର ଦ୍ୱାରା ଗଠିତ ଛୋଟ ଛୋଟ ଦ୍ୱୀପ। ପ୍ରବାଳ ପ୍ରାଚୀର ମାନେ ଯୋଉ ଆମର ଯୋଉ କହନ୍ତି କୋରାଲ୍ସ ହେଲା, ସାମୁକା ଜୀବ ଗୁଡାକ ସେ କୋରାଲ୍ସ କହୁଛେ, ତାକୁ ନେଇକିରି ଏଇ ଦ୍ୱୀପଟା ଲାକ୍ଷାଦ୍ୱୀପ ଗଠିତ। ସ୍ୱଚ୍ଛ ନୀଳ ଜଳ, ଶ୍ଵେତ ବାଲୁକା ତଟ ଓ ସୁନ୍ଦର ପରିବେଶ। ଏଇଟା ହଉଛି କଣ ଟୁରିଜିମ ୱେଲ ବେଷ୍ଟ, କାହିଁକିନା ଏଠି ସୁନ୍ଦର ଜଳ, ନୀଳ ନୀଳ ଜଳ ରାଶି, ସୁନ୍ଦର ପରିବେଶ, ସୁସ୍ଥ ପରିବେଶରେ କଣ ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କରିଥାଏ। କୀରାବାଟି କୀରାରତି ନାହିଁ, କୀରାବାଟି ଏହା ଏକ ପ୍ରଶାସନିକ କେନ୍ଦ୍ର। ଏଇଠି ଅଞ୍ଚଳ ଲାକ୍ଷାଦ୍ୱୀପର କୀରାବାଟି ବୋଲି ଗୋଟେ ଜାଗା ଅଛି, ଗୋଟେ ପ୍ରମୁଖ ସହର ବା ତାଙ୍କ ପ୍ରଶାସନିକ କେନ୍ଦ୍ର ହେଲା। ତାପରେ ଏଇ ଭାରତର ଦ୍ୱୀପପୁଞ୍ଜର ବୈଶିଷ୍ଟ୍ୟ କଣ ନା ସମୁଦ୍ର ତଟ ଓ ପ୍ରାକୃତିକ ସଂସାଧନରେ ପ୍ରମୁଖ ହେଲା। ତାପରେ ଫଳ, ମସଲା, କାଠ ଇତ୍ୟାଦିର ପ୍ରମୁଖ ଉତ୍ପାଦନ କରିଥାଏ। ମାଛ ଧରା, ମୋତି ଚାଷ ପର୍ଯ୍ୟଟନ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସୁରକ୍ଷିତ ପ୍ରବାଳ ପ୍ରାଚୀର ଓ ସମୁଦ୍ର କଚୁଆର ଆବାସ ସ୍ଥଳ। ସମୁଦ୍ର କଛୁଆ ମାନେ ସମୁଦ୍ର ଜୀବ, କଛୁଆ ବୋଲି ନାହିଁ, ଅଇଁଛ ବୋଲି ନାହିଁ, ସମୁଦ୍ରର ପ୍ରଚୁର ସାମୁଦ୍ରିକ ଜୀବର ଗୋଟେ କଣ ହଉଛି ପେଣ୍ଠସ୍ଥଳୀ ବୋଲି ତମେ ଦ୍ୱୀପପୁଞ୍ଜକୁ ମଧ୍ୟ କହିପାରିବ। ଦେଖ ସମୁଦ୍ର କଛୁଆ, ସମୁଦ୍ର କଇଁଛ ଯୋଉ କହୁଛି କଛୁଆ ହେଲା। ତାର ସାମୁଦ୍ରିକ ଜୀବ କଣ କଣ ଅଛି ଏଗୁଡା ତମେ ସବୁ ଜାଣିଛ। ଦ୍ୱୀପପୁଞ୍ଜ ଆମର ଦେଶର ଗର୍ବ ଏବଂ ଭବିଷ୍ୟତ ପାଇଁ ଅମୂଲ୍ୟ ସମ୍ପଦ। ଏହାର ସୁରକ୍ଷା ଆମ ସମସ୍ତଙ୍କ ପାଇଁ କର୍ତ୍ତବ୍ୟ। ଏହାର ସୁରକ୍ଷା ଆମ ସମସ୍ତ ପାଇଁ କର୍ତ୍ତବ୍ୟ। ନେକ୍ସଟ ଓଡ଼ିଶାର ଭୌଗୋଳିକ ବିବିଧତା। ଭାରତର ଭୌଗୋଳିକ ବିବିଧତା ପଡିଲ ତ ଓଡ଼ିଶାରେ ବି ମଧ୍ୟ ଭୌଗୋଳିକ ବିବିଧତା ଅଛି। ଦେଖ ଓଡ଼ିଶାର ପର୍ବତ ଅଛି, ଓଡ଼ିଶାରେ ମାଳଭୂମି ଅଛି, ନଦୀ ଅଛି, ହ୍ରଦ ଅଛି, ଜଙ୍ଗଲ ଅଛି, ସମୁଦ୍ର ତଟ ଆଉ ମାନବ ଜୀବନ ସଂସ୍କୃତିର ଅନ୍ୟାନ୍ୟ ସମୁଦାୟ ଏସବୁ ଗୁଡିକ ଅଛି। ଯଦି ପର୍ବତ ପାହାଡ ଦେଖିବ ହେଲା, ଓଡ଼ିଶାର ଉତ୍ତର ପୂର୍ବ, ଏଇଟା ଓଡ଼ିଶାର ଉତ୍ତର କୋଉଟା ଏଇଟା ହେଲା, ପୂର୍ବ କୋଉଟା ଏଇଟା ସରି ଉତ୍ତର, ଏଇଟା ଉତ୍ତର, ଏଇଟା ପୂର୍ବ। ଉତ୍ତର ପୂର୍ବ ଅଞ୍ଚଳରେ ଘାଟ ପର୍ବତ ଶ୍ରେଣୀ, ଏଠାରେ ଘନ ଜଙ୍ଗଲ ବନ୍ୟଜନ୍ତୁ ଦେଖାଯାଏ। ତ ଏଇଠି ଘାଟ ବନ୍ୟଜନ୍ତୁ ଦେଖା। ତାପରେ ମହାନଦୀ ଅବବାହିକା, ଏଇଠି ଦେଖ ମହାନଦୀ, ଉତ୍ତର ପର୍ବତ ଅଞ୍ଚଳ ଏଇଟା ଦେଖିଲ, ଏଇଟା ହଉଛି ମହାନଦୀ ଅବବାହିକା। ଏଇଟା ଗୋଟେ ଭାଗ ନା ମହାନଦୀ ଅବବାହିକାରେ ଏହା ହୀରାକୁଦ ଡ୍ୟାମ ଅଛି। କୃଷି ପାଇଁ, ଶିଳ୍ପ ପାଇଁ ଏଇ ଯୋଉ ମହାନଦୀ ଅବବାହିକାଟା ପ୍ରସିଦ୍ଧ। ତାପରେ ମାଳଭୂମି ଓ କୃଷିଭୂମି, ମାଳଭୂମି ଓ କୃଷିଭୂମି ଦେଖ, ଦେଖ ମାଳଭୂମି ଅଞ୍ଚଳ, ମାଳଭୂମି ଅଞ୍ଚଳରେ ଏଇଟା ଦକ୍ଷିଣ ପୂର୍ବ ମାଳଭୂମି, ଏଇଟା ମଧ୍ୟ ମାଳଭୂମି। ଏଇଟା ତ ଏଇ ମାଳଭୂମି ଅଞ୍ଚଳ କଣ ହଉଛି ନା ପଶ୍ଚିମ ଦକ୍ଷିଣ ଭାରତରେ ମାଳଭୂମି ଅଞ୍ଚଳ ରହିଛି। ଏଇଟା ପଶ୍ଚିମ ଓଡ଼ିଶା, ଏଇଟା ଦକ୍ଷିଣ ଓଡ଼ିଶା। ତ ପଶ୍ଚିମ ଦକ୍ଷିଣରେ ମାଳଭୂମି ରହିଛି। ଏଠିରେ ଧାନ ହେଲା, ଆଖୁ ଏଇ ଫସଲ ଗୁଡାକ ହୋଇଥାଏ। ତା ସହିତ ଓଡ଼ିଶାର ଜଳ ସମ୍ପଦ କଣ ଅଛି ନା ନଦୀ ଅଛି, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା ଏହିପରି ବିଭିନ୍ନ ପ୍ରକାର ନଦୀ ଅଛି। ତାପରେ ହ୍ରଦ ଅଛି, ଚିଲିକା ହ୍ରଦ, ଅଂଶୁପା ହ୍ରଦ, ହୀରାକୁଦ ଡ୍ୟାମ ଅଛି। ତାପରେ ଜଳସେଚନ ପାଇଁ ବୋଲି ଜଳ ସମ୍ପଦ ମଧ୍ୟ ବ୍ୟବହାର କରାଯାଏ। ଏଇଠି କଲର କୋଡ ଦେଇଛି, ତମେ ମ୍ୟାପରେ ବି ଦେଖିପାରିବ, ତମ ଆଟଲାସରେ ବି ତାକୁ ଚିହ୍ନିତ କରିପାରିବ। ତାପରେ ଚିଲିକା ହ୍ରଦ ଅଛି, ବଡ ହ୍ରଦ, ଆମ ଓଡ଼ିଶା ଭାରତର ବଡ ହ୍ରଦ ଚିଲିକା ହ୍ରଦ, ସାଲ୍ଟ ୱାଟର ହ୍ରଦ ସବୁଠୁ ବଡ ହେଲା। ଚିଲିକା ହେଉଛି ଏକ ସର୍ବବୃହତ ଲବଣ ହ୍ରଦ, ଲୁଣ, ସାଲ୍ଟ ୱାଟର ମାନେ ଲବଣ ହ୍ରଦ, ଲୁଣିଆ ଲାଗେ ପାଣି
ଜୀବ ବିବିଧତାର ଏକ ଅପୂର୍ବ ଉଦାହରଣ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର। ଏଇ ଯୋଉ ଚିଲିକା ହ୍ରଦରେ ଜୀବଜନ୍ତୁ ଯୋଉ ରହନ୍ତି ଏ ହ୍ରଦରେ ଆର ବିବିଧତା ବିଭିନ୍ନ ପ୍ରକାର ଜୀବଜନ୍ତୁ ରହିଥାନ୍ତି। ତା ସହିତ କଣ ଏହା ପର୍ଯ୍ୟଟନ ସ୍ଥଳ ପାଇଁ ପ୍ରସିଦ୍ଧ ଅଟେ। କାଳିଜାଇ ଅଛି ଚିଲିକାରେ, ନଳବଣ ଅଛି ଚିଲିକାରେ, ଏସବୁ ଗୁଡାକ ପାଇଁ ପ୍ରସିଦ୍ଧ। ତାପରେ ବନ୍ଦର ଓ କଣ ଅଛି ନା ପାରାଦୀପ ବନ୍ଦର, ଧାମରା ବନ୍ଦର, ତାପରେ ଗୋପାଳପୁର ବନ୍ଦର, ଏଇ ସବୁ ଗୁଡିକ ଅଛି। ଆଉ ଶିଳ୍ପ କଣ ଅଛି ନା ଶିଳ୍ପରେ ଆମର ଯେମିତି ଆମର ହେଇଗଲା କଣ ଇସ୍ପାତ କାରଖାନା ହେଲା ରାଉରକେଲାରେ ହେଲା, ଏସବୁ ଗୁଡାକ କଣ ଶିଳ୍ପ ପାଇଁ ଆମ ଓଡିଶା ମଧ୍ୟ ପ୍ରସିଦ୍ଧ। ତାପରେ ଉପକୂଳ ସମତଳ ଭୂମି, ଉପକୂଳ ସମତଳ ଭୂମି ଅଛି ଯୋଉଟା କି ସମୁଦ୍ର ତଟ ଅଞ୍ଚଳରେ ଅଛି, ଯୋଉଟା ବଙ୍ଗୋପସାଗର କୂଳରେ ବିଭିନ୍ନ ପ୍ରକାର ବେଳାଭୂମି ଅଛି। ଆମର ପୁରୀ ବେଳାଭୂମି ଅଛି, ଚନ୍ଦ୍ରଭାଗା ବେଳାଭୂମି ଅଛି, ତାର ବାଲେଶ୍ୱରରେ ଅଛି, ଏସବୁ ଗୁଡାକ କଣ ବେଳାଭୂମି ଅଛି ଉପକୂଳ ସମତଳ ଅଞ୍ଚଳ। ତାପରେ ଜଙ୍ଗଲ ସମ୍ପଦ, ଜଙ୍ଗଲ ତ 32%, ଓଡିଶାରେ 32% ପ୍ରାୟ ଜଙ୍ଗଲ, 30% ପ୍ରାୟ 30 ରୁ 32% ପ୍ରାୟ ଜଙ୍ଗଲ ଦ୍ଵାରା ଆଚ୍ଛାଦିତ, ବିଭିନ୍ନ ପ୍ରକାର ବଣ ଜଙ୍ଗଲରେ ପରିପୂର୍ଣ୍ଣ ଓଡିଶା। ତାପରେ ଆଦିବାସୀ, ଏଇଠି ଆମର ମନେ ରଖ ନା 13 ପ୍ରକାରର ଆଦିବାସୀ ସମ୍ପ୍ରଦାୟ ଓଡିଶାରେ ହିଁ ଦେଖିବାକୁ ମିଳେ ହେଲା। ଯେମିତି କି ଆମର ହେଲା ସୌରା, ଗୋଣ୍ଡ, ଭୁତିଆ ହେଲା, କନ୍ଧ, ଏସବୁ ଗୁଡିକ ଆଦିବାସୀ ଦେଖିବାକୁ ମିଳେ। ତା ସହିତ ସଂସ୍କୃତି ଓ ଐତିହ୍ୟ, ସଂସ୍କୃତି ଐତିହ୍ୟ କଣ ନା ଜଗନ୍ନାଥ ମନ୍ଦିର ପୁରୀର, କୋଣାର୍କ ମନ୍ଦିର, ସୂର୍ଯ୍ୟ ମନ୍ଦିର, ତାପରେ ଓଡିଶୀ ନୃତ୍ୟ ହେଇଗଲା, ଲୋକକଳା ହେଲା, ଆଉ ହସ୍ତଶିଳ୍ପୀ ଗଲା। ତା ସହିତ ଓଡିଶାର ଯୋଉ ଆମର ଓଡିଆ ଭାଷା ହେଇଗଲା ଗୋଟେ କ୍ଲାସିକାଲ ଭାଷା ହେଲା। ମାନେ 6ଟି ଆମର କ୍ଲାସିକାଲ ଲାଙ୍ଗୁଏଜ ଫାଷ୍ଟ ହେଇଥିଲା, ଏବେ ବାଂଲା, ମରାଠୀ ଏସବୁ ଗୁଡାକ ହେଇଗଲାଣି, ଆଉ 5ଟା ଡୋଙ୍ଗରୀ ଏସବୁ ଗୁଡାକ ହେଲାଣି, ବଟ୍ ଆଗରୁ 6ଟା ଥିଲା। ଏ 6ଟା ମଧ୍ୟରୁ ଓଡିଶା ହଉଛି 2014 ମସିହାରେ ରାଷ୍ଟ୍ରୀୟ ଭାଷା ବା କ୍ଲାସିକାଲ ଲାଙ୍ଗୁଏଜ ର ମାନ୍ୟତା ପାଇଛି। ଓଡିଶୀ ନୃତ୍ୟ ବି ଅଛି, ଓଡିଶୀ ନୃତ୍ୟ କ୍ଲାସିକାଲ ଡ୍ୟାନ୍ସ ତା ମଧ୍ୟରୁ ଗୋଟେ, କେତେ ଗୁଡେ କ୍ଲାସିକାଲ ଡ୍ୟାନ୍ସ ତା ମଧ୍ୟରୁ ଓଡିଶୀ ନୃତ୍ୟ ବି ଗୋଟେ ପ୍ରକାର କ୍ଲାସିକାଲ ଡ୍ୟାନ୍ସ। ଓଡିଶାର ପୁରୀ ଜଗନ୍ନାଥ 4 ଧାମରୁ ଗୋଟିଏ ଧାମ, ଓଡିଶାର କୋଣାର୍କ ମନ୍ଦିର 7 ଆଶ୍ଚର୍ଯ୍ୟ ମଧ୍ୟରୁ ଭାରତର ଗୋଟିଏ ଆଶ୍ଚର୍ଯ୍ୟ। ତ ଏହିପରି ଭାବରେ ବହୁତ ପ୍ରସିଦ୍ଧ ସଂସ୍କୃତି ଐତିହ୍ୟ ପାଇଁ ମଧ୍ୟ ଓଡିଶା ପ୍ରସିଦ୍ଧ। ଓଡିଶାର ବିବିଧ ଭୌଗୋଳିକ ପରିବେଶ, ତାର ପ୍ରାକୃତିକ ସମ୍ପଦ, କୃଷି, ଶିଳ୍ପ, ସଂସ୍କୃତି ଓ ପର୍ଯ୍ୟଟନ ପାଇଁ ମୂଳଭୂମି। ଓଡିଶାର ଯୋଉ ବିବିଧତା ଅଛି ନା ଭୌଗୋଳିକ ବିବିଧତା, ବିଶେଷ କରି ଭୌଗୋଳିକ, ଆମେ ଭୌଗୋଳିକ ପଢୁଛନ୍ତି ତ ଭୌଗୋଳିକ ବିବିଧତା କଣ ସେ ବିଷୟରେ ଏଇ ଭୌଗୋଳିକ ବିବିଧତା ଓଡିଶାର ତାକୁ କଣ କରେ ଗୋଟେ ଶିଳ୍ପ, କୃଷି, ସମ୍ପଦର ଗୋଟେ ପେଣ୍ଠସ୍ଥଳୀ ସହିତ ପର୍ଯ୍ୟଟନର ମୂଳ ଭିତ୍ତି ଭାବେ ଗଣେ। ନେକ୍ସଟ ଆସିଲା ଆମେ ଭାରତର ଭୌଗୋଳିକ ବିବିଧତାକୁ ମାନେ ପୁରା ଚାପ୍ଟରକୁ ବ୍ରିଫଲି ଆମେ ସମରାଇଜ କରିବା। ସମରାଇଜ କେମିତି କରିବା ନା ମୁଁ ଯୋଉଗୁଡାକ ପଢିଲି ସେଗୁଡାକ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେବା। ଯେମିତି କହିଲି ଭାରତ ହିମାଳୟ ପର୍ବତମାଳା, ଉତ୍ତର ମଇଦାନ ବା ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ସମତଳ ଭୂମି, ଥାର ମରୁଭୂମି, ତାପରେ ଭାରତର ପ୍ରାକୃତିକ ସମ୍ପଦ କଣ ହେଲା, ତାପରେ ଦକ୍ଷିଣତ ପାର୍ବତ୍ୟ ଭୂମି, ତାର ସମୁଦ୍ର ତଟ, ତାପରେ ଦ୍ୱୀପ ସମୂହ, 6ଟା ବିଷୟରେ ପଢିଲ। ତାପରେ ମୁଖ୍ୟ ନଦୀ ଗୁଡାକ କଣ ସେ ବିଷୟରେ ଦେଖ, ଆଉ ଭାରତର ପ୍ରାକୃତିକ ସମ୍ପଦ କଣ ଅଛି ସେ ବିଷୟରେ ଦେଖ। ଏତିକି ଦେଖିଲା ପରେ ଏଇ ଚାପ୍ଟରଟି ତମର ଫୁଲ ହେଇଗଲା। ତାପରେ ଏଇ ଯୋଉ ପ୍ରତି ସ୍ଲାଇଡରେ କିଛି ଯୋଉ ତଥ୍ୟ ତମ ପାଇଁ ପ୍ରଦାନ କରାଯାଇଛି ସେଗୁଡାକ ଗୋଟେ ଗୋଟେ କୋଶ୍ଚିନ୍ ହେଲା। ଆଜି ପାଇଁ ଏତିକି, ଧନ୍ୟବାଦ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ କର, ଭିଡିଓଟି ଭଲ ଲାଗିଲେ ସାଙ୍ଗସାଥିକୁ ସେୟାର କର, ଆଉ ଆଗାମୀ ଭିଡିଓ ପାଇଁ ବୋଲି ବେଲ ଆଇକନକୁ ଦବାଇ ଦିଅ, ଯାହାଦ୍ୱାରା ଭିଡିଓ ଅପଲୋଡ ହେଲା ପରେ ତମକୁ ସବୁ ନୋଟିଫିକେସନ ମିଳିଯିବ। ଧନ୍ୟବାଦ।